ପରିଚୟ ଅଭାବରୁ ସଦର ମୁଖ୍ୟ ଡାକ୍ତରଖାନାରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଛି। ନୟାଗଡ଼ ଟାଉନ ଥାନାର ଖବର ଅନୁଯାୟୀ 2-1-2025 ତାରିଖରେ ଦଶପଲ୍ଲା CSCରୁ ରେଜିଷ୍ଟ୍ରେସନ ନମ୍ବର 2714 ଜଣେ ଅଜଣା ବ୍ୟକ୍ତି ସ୍ଥାନାନ୍ତର ହୋଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ସର୍ଜରୀ ୱାର୍ଡରେ ଆଡମିସନ ହୋଇଥିଲେ। ରେଜିଷ୍ଟ୍ରେସନ ନମ୍ବର 14338-2125 ଉକ୍ତ ଅଜଣା ପୁରୁଷ ବ୍ୟକ୍ତି 3-1-2025 ତାରିଖ ରାତ୍ର 10:55 ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିଲେ, ଯାହାଙ୍କର ଆନୁମାନିକ ବୟସ 45ରୁ 50 ବର୍ଷ ହେବ। ଟାଉନ ଥାନା ତରଫରୁ SI ଶ୍ରୀ ଶିବରଞ୍ଜନ ସିଂ ତା 4-1-2025 ଦିବା 11 ଘଟିକା ସମୟରେ ବିଭିନ୍ନ ଦୃଷ୍ଟିରୁ ସରଜମିନ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଶବଗୃହରେ ଚିହ୍ନଟ ନିମନ୍ତେ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଶବାଗାରରେ ଶବ ସଂରକ୍ଷଣ ଅବଧି 8-1-2025ରେ ଶେଷ ହୋଇଥିବାରୁ ଏହାର ଚିହ୍ନଟ ନିତାନ୍ତ ଆବଶ୍ୟକ ପଡୁଛି। କୌଣସି ବ୍ୟକ୍ତି ଉକ୍ତ ଅଜଣା ମୃତ ବ୍ୟକ୍ତିଙ୍କର ପରିଚୟ ଜାଣିଥିଲେ ସେ ତୁରନ୍ତ ନୟାଗଡ଼ ଟାଉନ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ।